हाय ସାଙ୍ଗମାନେ ମୁଁ ରଣଜିତ ମୁଁ ଆପଣମାନଙ୍କୁ ସ୍ୱାଗତ କରୁଛି ମୋର ଆଉ ଗୋଟେ ଭିଡ଼ିଓରେ। ମୁଁ ଭଲରେ ଅଛି, ଆଶା କରୁଛି ଆପଣମାନେ ବି ଭଲରେ ଥିବେ। ତ ସବୁବେଳେ ଭଲରେ ଥାନ୍ତୁ। ଯେଉଁ ଭାଇ ଓ ଭଉଣୀମାନେ ଆମର ବ୍ରହ୍ମପୁର ହୋମଗାର୍ଡ଼ରେ ଲିଖିତ ପରୀକ୍ଷା, ଫିଜିକାଲ, ଭାଇବା, ଟେଷ୍ଟ ଇତ୍ୟାଦି ଇଭେଣ୍ଟ ସବୁ ଦେଇଥିଲେ, ତାପରେ ସେଇ ସବୁ ଇଭେଣ୍ଟରେ କ୍ୱାଲିଫାଇ କରି ମାନେ ଫାଇନାଲ ରେଜଲ୍ଟକୁ ଅପେକ୍ଷା କରିଥିଲେ କି ତାଙ୍କର ଫାଇନାଲ ରେଜଲ୍ଟ କେବେ ଆସିବ ଏବଂ ତାଙ୍କର କେବେ ଜଏନିଂ ହବ। ତ ତାଙ୍କର ଫାଇନାଲି ତାଙ୍କ ପାଇଁ ଗୁଡ୍ ନ୍ୟୁଜ୍, ଖୁସି ଖବର, ତାଙ୍କର ଫାଇନାଲ ରେଜଲ୍ଟ ଆସିଛି ସାଙ୍ଗମାନେ। ତ ଆପଣଙ୍କର ଫାଇନାଲ ରେଜଲ୍ଟ ଆସିଯାଇଛି। ତ ଆମେ ଏଇ ଭିଡ଼ିଓରେ ସାଙ୍ଗମାନେ ଡିସ୍କସ୍ କରିବା କି ଆପଣଙ୍କର ଟୋଟାଲ କେତେ ଜଣ ବ୍ରହ୍ମପୁର ହୋମଗାର୍ଡ଼ରେ ସିଲେକ୍ସନ୍ ହେଇଛନ୍ତି ଏବଂ ଆପଣଙ୍କର ଜଏନିଂ କେବେ ହବ, ଆଉ ଯେଉଁ ଜଏନିଂ ହବ ସେଇ ଜଏନିଂରେ ଆପଣମାନେ କେଉଁ କେଉଁ ଡକୁମେଣ୍ଟ ସବୁ ନେଇକି ଯିବେ। ତ ସେଥିପାଇଁ ଆପଣଙ୍କୁ ଭିଡ଼ିଓକୁ ଲାଷ୍ଟ ଯାଏଁ ଦେଖନ୍ତୁ। ତ ସାଙ୍ଗମାନେ ଦେଖନ୍ତୁ, ଯଦି ଦେଖିବା ଟୋଟାଲ ଆପଣଙ୍କର 105 ଜଣ ସିଲେକ୍ଟ ହେଇଛନ୍ତି ଆମର ବ୍ରହ୍ମପୁର ହୋମଗାର୍ଡ଼ରେ। ଦେଖନ୍ତୁ, ପ୍ରୋଭିଜନାଲ ସିଲେକ୍ସନ୍ ଅଫ୍ 105 volunteer for enrollment as homeguard in district homeguard organization ବ୍ରହ୍ମପୁର for 3 year only। ତ ଆପଣମାନେ ଯେଉଁ ସିଲେକ୍ସନ୍ ହେଇଛନ୍ତି ଆପଣଙ୍କର 3 ବର୍ଷ ପାଇଁ। ତ ଯେଉଁ ସାଙ୍ଗମାନେ ଆପଣଙ୍କର ଟୋଟାଲ 105 ଜଣ ସିଲେକ୍ଟ ହେଇଛନ୍ତି, ତ ଦେଖନ୍ତୁ ଦ ଫାଇନାଲ ଲିଷ୍ଟ ଅଫ୍ 105 volunteer ସିଲେକ୍ଟେଡ୍ ପୋଲିସ ଷ୍ଟେସନ ୱାଇଜ୍ ଅନ୍ ଦ ବେସିସ୍ ଅଫ୍ ମେରିଟ୍। ତ ଆପଣଙ୍କର ମେରିଟ୍ ହିସାବରେ ଆପଣଙ୍କର PS ୱାଇଜ୍ ସିଲେକ୍ସନ୍ ହେଇଛନ୍ତି। ତ ଯେଉଁ ଭାଇ ଭଉଣୀମାନଙ୍କର ସିଲେକ୍ଟ ହେଇଛନ୍ତି କି ନାହିଁ କେମିତି ଚେକ୍ କରିବେ ନା, ଦେଖନ୍ତୁ ଆପଣମାନେ PDF ଟି ଆପଣମାନେ ଆମର brahmpur.nic କୁ ଯାଇ ଚେକ୍ କରିପାରିବେ, କିମ୍ବା ଆପଣଙ୍କର PS ଯାଇକି ଆପଣମାନେ ଚେକ୍ କରିପାରିବେ କି ଆପଣମାନେ ସିଲେକ୍ସନ୍ ହେଇଛନ୍ତି କି ନାହିଁ। ତ କେମିତି ଚେକ୍ କରିବେ, ଦେଖନ୍ତୁ ଏଠି ଲେଖା ଅଛି। ତ ଆପଣଙ୍କର ଯେଉଁ PS, ସେଇ PS ଦିଆଯାଇଥିବ। ଦେଖନ୍ତୁ ଏଇଟା ଗୋଟେ ଦେଖନ୍ତୁ ବୈଦ୍ୟନାଥପୁର PS। ତ ଏଠି ଯେଉଁ ଭାଇ ଭଉଣୀ ସିଲେକ୍ଟ ହେଇଛନ୍ତି ତ ତାଙ୍କର ଫୁଲ୍ ଆଡ୍ରେସ୍ ଅଛି। ଦେଖନ୍ତୁ ତାଙ୍କର ନାଁ ଅଛି ଶ୍ରୀଧର ପାତ୍ର, ତାପରେ ବାବୁଲା ପାତ୍ର, ତାପରେ ତାଙ୍କର ଡିଟେଲ ଆଡ୍ରେସ୍ ଦିଆଯାଇଛି ଏବଂ ତାଙ୍କର ଜେଣ୍ଡର ଦିଆଯାଇଛି। ତାପରେ ରିଟିନରେ କେତେ ମାର୍କ ରଖିଥିଲେ, ଭାଇବା ଭୋସ୍ ମାର୍କ କେତେ ରଖିଥିଲେ, ଟୋଟାଲ ମାର୍କ କେତେ ଏବଂ କୋଉ ଟ୍ରେଡରେ ସିଲେକ୍ଟ ହେଇଛନ୍ତି, ତ ଡିଟେଲ ଦିଆଯାଇଛି। ଆପଣମାନେ ନିଜେ ଚେକ୍ କରିପାରିବେ। ତ ଆପଣଙ୍କର ଫୁଲ୍ ଆଡ୍ରେସ୍ ଥିବ, ତାପରେ ରୋଲ ନମ୍ବର ବି ଥିବ, ଜେଣ୍ଡର, ଆପଣମାନେ ଟୋଟାଲ କୋଉ ଇଭେଣ୍ଟରେ କୋଉ ମାର୍କ ରଖିଛନ୍ତି, କେତେ ଆପଣ ଟୋଟାଲ କେତେ ରଖିଛନ୍ତି, କୋଉ ଟ୍ରେଡରେ ସିଲେକ୍ଟ ହେଇଛନ୍ତି, ଆପଣମାନେ ସେମାନେ ଚେକ୍ କରିପାରିବେ। ତ ଦେଖନ୍ତୁ ଏଟା ଗୋଟେ ବଡ଼ ବଜାର PS। ଏଠି ଆଡ୍ରେସ୍ ଦିଆଯାଇଛି, ରୋଲ ନମ୍ବର ଦିଆଯାଇଛି, ତାପରେ ଇତ୍ୟାଦି ମାର୍କ ଫାର୍କ ଦିଆଯାଇଛି, ଜେଣ୍ଡର ଦିଆଯାଇଛି, ଟ୍ରେଡ୍ ବି। ଯେଉଁ ଭାଇ ଭଉଣୀମାନେ ସିଲେକ୍ଟ ହେଇଛନ୍ତି କି ନାହିଁ ଆପଣମାନେ ଚେକ୍ କରିଦେବେ ସାଙ୍ଗମାନେ। ଏଇଦରେ PDF ଟି ଆପଣମାନେ ଆପଣଙ୍କର brahmpur.nic ରୁ ପାଇଯିବେ, କିମ୍ବା ଆପଣମାନେ ଆପଣଙ୍କର PS ଦେଇକି ଚେକ୍ କରିପାରିବେ। ଟୋଟାଲ ତ ସାଙ୍ଗମାନେ ଆପଣଙ୍କର 105 ଜଣ ସିଲେକ୍ଟ ହେଇଛନ୍ତି ଆମର ବ୍ରହ୍ମପୁର ହୋମଗାର୍ଡ଼ରେ। ତ ଯେଉଁ ସାଙ୍ଗମାନେ ଆମର ଟୋଟାଲ 105 ଜଣ ସିଲେକ୍ଟ ହେଇଛନ୍ତି, ତାଙ୍କର ଜଏନିଂ କେବେ ହବ ଏବେ ଡିସ୍କସ୍ କରିବା ଏବେ ଆମେ। ତ ଦେଖନ୍ତୁ ସାଙ୍ଗମାନେ, ଆପଣଙ୍କର ଜଏନିଂ ଦେଖନ୍ତୁ ଯାହାହେଲେ ବି ଆପଣଙ୍କର ଜଏନିଂଟା 3-4 ଦିନ ବା 5 ଦିନ ପରେ ମିନିମମ୍ ରହିବା କଥା। ବଟ୍ ଆପଣଙ୍କର ସାଙ୍ଗେ ସାଙ୍ଗେ ରିସେଣ୍ଟଲି ଆପଣଙ୍କର ଜଏନିଂ ହବ। ତ ଦେଖନ୍ତୁ, ଦ ସିଲେକ୍ଟେଡ୍ ଭଲେଣ୍ଟିୟର ସାଲ୍ ରିପୋର୍ଟେଡ୍ ରିଜର୍ଭ ପୋଲିସ ଅଫିସ ଅମ୍ପାପୁଆ ହୋମଗାର୍ଡ ବ୍ରହ୍ମପୁର ଅନ୍ 25/1/2024 at 10 AM ଫର୍ ଦେୟାର ଏନରୋଲମେଣ୍ଟ। ତ ସାଙ୍ଗମାନେ ଆପଣଙ୍କର ଯେଉଁ ଜଏନିଂ ହବ, ତ ଆଜି ହିଁ ଆପଣଙ୍କର ଜଏନିଂ ହବ। ତ ଦେଖନ୍ତୁ ସାଙ୍ଗେ ସାଙ୍ଗେ ରେଜଲ୍ଟ ଆସିଲା ଆପଣଙ୍କର କାଲି ରାତିରେ, କିନ୍ତୁ ଜଏନିଂ ଦେଖନ୍ତୁ ଆପଣଙ୍କର ଆଜି ହିଁ ହବ। ତ ଆପଣଙ୍କର ଜଏନିଂ କୋଉଠି ହବ ନା, ଦେଖନ୍ତୁ 10ଟା ବେଳେ ଜଏନିଂ ହବ ଆପଣଙ୍କର କୋଉଠି ନା ଏଟେ ରିଜର୍ଭ ପୋଲିସ ଅଫିସ ଅମ୍ବାପୁଆ ହୋମଗାର୍ଡ ବ୍ରହ୍ମପୁର। ତ ସେଇ ଜାଗାରେ ଆପଣଙ୍କର ଜଏନିଂ ହବ। ତ ଆପଣମାନେ ଯେଉଁ ଭାଇ ଭଉଣୀମାନେ ବି ସିଲେକ୍ଟ ହେଇଛନ୍ତି, ତ ଆପଣମାନେ ସେଇ ଜାଗାକୁ ଯିବେ। 10ଟାରୁ ଷ୍ଟାର୍ଟ ହବ, ଆପଣମାନେ 10ଟା ଆଗରୁ ସେଠି ପହଞ୍ଚିବେ ସାଙ୍ଗମାନେ। କାହିଁକିନା ଟିକେ ଯଦି ଲେଟ୍ ହେଇଯାଉଛି ସେମାନେ କାଟି ବି ପାରନ୍ତି, କାଟିବେ ନାହିଁ ପ୍ରାୟତଃ। ଯଦି ବି ଟିକେ ଲେଟ୍ ହଉଛି ସେମାନେ କାଟିଦେବେ, ଯଦି ସେଟା କହିହବନି ସାଙ୍ଗମାନେ। ତ ଆପଣମାନେ 10ଟା ଆଗରୁ ଯାଇ ପହଞ୍ଚି ଯିବେ। ଯୋଉ ଆପଣଙ୍କର ଜଏନିଂ ହବ ତା ପାଇଁ କଣ ସବୁ ଡକୁମେଣ୍ଟ ନେଇକି ଯିବେ ନା ସାଙ୍ଗମାନେ, ଡକୁମେଣ୍ଟଟା ସବୁଠୁ ଆପଣଙ୍କର ଇମ୍ପୋର୍ଟାଣ୍ଟ। କାହିଁକିନା ଯଦି ଆପଣମାନେ ସେ ସବୁ ଡକୁମେଣ୍ଟ ନେଉନାହାନ୍ତି, ତ ସେଇଠି ଆପଣଙ୍କୁ ରିଜେକ୍ଟ କରିପାରନ୍ତି। ତ ଦେଖନ୍ତୁ କଣ ଡକୁମେଣ୍ଟ ନେବେ ନା, ସିଲେକ୍ଟେଡ୍ ଭଲେଣ୍ଟିୟର ସାଲ୍ ବ୍ରିଙ୍ଗ ଦେୟାର ଆଡମିଟ୍ କାର୍ଡ, ପାସପୋର୍ଟ ଫର ଆଧାର କାର୍ଡ ଏଣ୍ଡ ଅରିଜିନାଲ ଏଜୁକେଶନାଲ ସାର୍ଟିଫିକେଟ। ତ ସାଙ୍ଗମାନେ ଆପଣଙ୍କର ଯେତେ ବି ଏଜୁକେଶନାଲ ସାର୍ଟିଫିକେଟ ଅଛି, ତ ସେ ସବୁ ଅରିଜିନାଲ ନେଇଥିବେ ଏବଂ ଆପଣମାନେ ଜେରକ୍ସ କରିକି ନେଇଥିବେ। ତାପରେ ଆପଣଙ୍କର ପାସପୋର୍ଟ ସାଇଜ ଫଟୋ ଯୋଉ 4ଟା ନେଇକି ଯିବେ। ତାପରେ ଆପଣଙ୍କର ଆଧାର କାର୍ଡ, ପାନ କାର୍ଡ ଏସବୁ ଯାହା ବି ଅଛି ଆପଣ ନେଇକି ଯିବେ। ତାପରେ ଆଡମିଟ କାର୍ଡ ବି ନେଇକି ଯିବେ। ସାଙ୍ଗମାନେ ଆପଣଙ୍କର ଡକୁମେଣ୍ଟ ସବୁ ନେଇକି ଯିବେ, କାହିଁକି ନା ଆପଣମାନେ ସେ ଡକୁମେଣ୍ଟ ରେଡି କରିଛନ୍ତି କଣ ପାଇଁ, ଗୋଟେ ଚାକିରି ପାଇବା ପାଇଁ ସେ ସବୁ ଇତ୍ୟାଦି ରେଡି କରିଛନ୍ତି। ତ ଆପଣ ଚାକିରି ପାଇଯାଇଛନ୍ତି ନା, ସେଇ ସବୁ ଡକୁମେଣ୍ଟ ଆପଣମାନେ ନେଇକି ଯିବେ ଏବଂ 10ଟା ଆଗରୁ ପହଞ୍ଚିଯିବେ ସେଠି। ଆପଣଙ୍କର କୋଉଠି ଜଏନିଂ ହବ ଆପଣ ଜାଣିଲେ, ରିଜର୍ଭ ପୋଲିସ ଅଫିସ ଅମ୍ବାପୁଆ ହୋମଗାର୍ଡ ବ୍ରହ୍ମପୁର। ତ ମୋ ତରଫରୁ ସାଙ୍ଗମାନେ ଆପଣଙ୍କୁ କଂଗ୍ରାଚୁଲେସନ।
ତ ଆଶା କରୁଛି ଭିଡ଼ିଓଟି ଆପଣଙ୍କ ପାଇଁ ହେଲ୍ପଫୁଲ୍ ହେଇଥିବ। ତ ଆଜି ପାଇଁ ମୁଁ ରହୁଛି ସାଙ୍ଗମାନେ।